उद्देश्य काଣା ଥିଲା ଯେ କଳାହାଣ୍ଡିର ଯେତିକି ଟ୍ୟାଲେଣ୍ଟ ଅଛି ୟଙ୍ଗ ଟ୍ୟାଲେଣ୍ଟ ତାକେ ଏନକରେଜ କରାଯିବ ତାକେ ଗୋଟେ ଷ୍ଟେଜ ଦିଆଯିବା ଆଉ ସେନେ କଳାହାଣ୍ଡିଆ ମାନଙ୍କର ଇମ୍ପୋର୍ଟାନ୍ସ ରହିବା କଳାହାଣ୍ଡି ମାଟିର ଇମ୍ପୋର୍ଟାନ୍ସ ରହିବା କିନ୍ତୁ ଏବେ ବହୁତ କଷ୍ଟ ଲାଗିଲା ମତେ ଆପଣ ଦେଖନ୍ତୁ କେହି ବି ପ୍ରତିଷ୍ଠିତ ବ୍ୟକ୍ତିକେ ସେ ଜାଗାରେ ସମ୍ମାନ କରବାର କିଛି ବି ତାଙ୍କର ପ୍ରୋଭିଜନ ନାହିଁ ଆଉ ସବକନୁ ଆगे ମୁଇଁ କହିବାକେ ଚାହୁଁଛେ ଆମେ ତାଙ୍କ ସାଙ୍ଗେ ଆଲୋଚନା କରିଥିଲୁ ଯେ ତାଙ୍କର ଯେନ୍ ରେଜଲ୍ୟୁସନ ହେବା ଯେ ନୂଆ କମିଟି ବନବା ସେ କମିଟିରେ ସବୁ ପାର୍ଟିର ୱାର୍କର ମାନେ ରହିବେ ଆମେ ବିରୋଧ ନାହିଁ କରି ଯେହେତୁ ଆଗେ ବିଜେଡିର ସରକାର ଥିଲା ସେମାନେ ରହିଥିବେ ବୋଲିକିନା ଆମେ ଜାଣିଥିଲୁ ମୁଇଁ ନାଇଁ ଚାହେଁ ଯେ କାକି ହେଲେ ହଟାଯାଉ କିନ୍ତୁ କିଛି ଲୋକମାନଙ୍କୁ ରଖାଯାଉ ସେନେ ଆମକୁ କହିଲେ ଯେ ନାଇଁ ଆମେ ହଟେଇ ନେଇ ପାରୁ ଆଉ ଦୁଇ ଚାରି ଲୋକର ନାଁ ଦିଅନ୍ ବୋଲିକିନା ଆଉ ଏବେ ଯେବେ ଲିଷ୍ଟ ଡିକ୍ଲେୟାର ହେଲା ତାଙ୍କର ସମ୍ପୂର୍ଣ୍ଣ ଭାବେ ବିଜେପିର ସବୁ କମିଟିର ଭାଇସ୍ ଚେୟାରମ୍ୟାନ୍ ଚେୟାରମ୍ୟାନ୍ ଅଥବା ତାଙ୍କର ଅଧିକାଂଶ ତାଙ୍କର ଲୋକେ ରଖାଯାଇଛି ତ ଇଟ୍ ଇଜ ଏ କ୍ଲିୟର ଇଣ୍ଡିକେସନ ଅଫ ପଲିଟିକାଲ ପ୍ରେସର ପଲିଟିକାଲ ଜିଲ୍ଲା ପ୍ରଶାସନ ସରକାରର ଦବାବରେ ରହିକିନା ସେ କମିଟି ତିଆରି କଲା ଫେଭର କରଲା ଇ ଫେଭର ଦ୍ୱାରା ଗୋଟେ ପାର୍ଟିର ଫେଭର ସାମ୍ନାକେ ଆସିଲା ଇନେ କେନ୍ କଳାହାଣ୍ଡିଆ ମାନଙ୍କର ଇନେ କିଛି ଗୁରୁତ୍ୱ ରହିଲା ବୋଲି ଆସୁ ନାହିଁ ଏଇଟା କଳାହାଣ୍ଡି ଉତ୍ସବ ଜାଗାରେ ଗୋଟେ ସାଂସ୍କୃତିକ ମହାକୁମ୍ଭ ଜାଗାରେ ପଲିଟିକାଲ ର ଗୋଟେ ବାସ୍ନା ହଉଛି ରାଜନୀତି हाँ କରବାର बिल्कुल ଆପଣ ଦେଖନ୍ତୁ ବିଜେପି ସତ୍ତା ନେ ଆସିଲା ପରେ କେନ୍ ବଡ କାମ ନେଇକରି କିଷାନ କେ ବିରୋଧ କରିଛନ୍ କିଷାନ ସାଙ୍ଗେ ଅନ୍ୟାୟ କରିଛନ୍ 0% କଟନୀର କଥା କହିଥିଲେ କଳାହାଣ୍ଡିରେ 7 କେଜି ପର୍ଯ୍ୟନ୍ତ ମିଲ୍ ମାଲିକମାନେ ଦାଦାଗିରି କରିକିନା କଟନୀ କଲେ କେନ୍ ଖଲାର ବ୍ୟବସ୍ଥା ନାଇଁ ନା କେନ୍ ଆରଏମସି ଡିଜିଟାଲାଇଜେସନ ଯେନ୍ କରବାର କଥା ନାଇଁ କରି ଯେନ୍ ସରକାର କିଷାନ ସାଙ୍ଗେ ନାଇଁ ନା ଯୁବକ ମାନଙ୍କର ସାଙ୍ଗେ ନାଇଁ ନା ମା ବହିନ ମାନଙ୍କର ସାଙ୍ଗେ ନାଇଁ ନା আর ସବୁ ଜାଗାରେ ଖାଲି ଗୋଟେ ଏଟା ଭାରତୀୟ ଜନତା ପାର୍ଟି ଭାରତୀୟ ଆଡଭର୍ଟାଇଜମେଣ୍ଟ ପାର୍ଟି ବନି ଯାଇଛି ଓଡିଶାରେ ସବୁ ଜାଗାରେ ମିଟିଂ ରେ ଖାଲି ଆସୁଛନ୍ ମନ୍ତ୍ରୀ ମାନେ ଉପସ୍ଥିତ ହଉଛନ୍ ଫିତା କାଟୁଛନ୍ ଯାଉଛନ୍ ତ କଳାହାଣ୍ଡି ଉତ୍ସବ କେବେ ସେ ପ୍ରକାର ଗୋଟେ ଛୋଟିଆ କାର୍ଯ୍ୟକ୍ରମ ବନେଇଲା ବୋଲି ବନେଇ ଦିଆଗଲା ଏଇଟା ଖାଲି ଗୋଟେ ଉଦ୍ଘାଟନ ସମାରୋହ ଗୋଟେ ଆଡଭର୍ଟାଇଜମେଣ୍ଟ ପବ୍ଲିସିଟି ଷ୍ଟଣ୍ଟ ବିଜେପିର ଯେ ଆମେ କଳାହାଣ୍ଡି ଉତ୍ସବ କରୁଛୁ ଇତାର ଆगे କେବେ ନାଇଁ ହେଇଥାଇ ଆଉ ଏଥିଲାଗି ଆମର ବି ମନ୍ତ୍ରୀ ମାନେ ଆସିବେ ତାଙ୍କର ଯେନ୍ ମୁଇଁ ବାରମ୍ବାର କଲଚରାଲ ଅଫିସର କେ ବି ଆମର ଅଫିସ ତରଫରୁ କୁହାଯାଇଛି ଆମେ ଇଣ୍ଡିକେସନ କରିଥିଲୁ ଯେ ପ୍ରୋଟୋକଲ ର ସମ୍ମାନ ରଖବାର କଥା ଯେ एमपी हेले एमएलए हेले କାହାକି କେନ୍ ଗୁରୁତ୍ୱ ଦେବାର କଥା ସଦର ବିଧାୟକ ହିସାବରେ ମୋର ସ୍ଥାନ କେନ ରହିବାର କଥା ସେ ପର୍ଯ୍ୟନ୍ତ ସେମାନେ ପ୍ରୋଟୋକଲ ନାଇଁ ମାନି କାର ପ୍ରେସରରେ ତ ରାଜ୍ୟ ସରକାରର ପ୍ରେସରରେ ବିଜେପିର ପ୍ରେସରରେ ତ ବିଜେପିର ଦବାବରେ ଯଦି ଜିଲ୍ଲା ପ୍ରଶାସନ ଚାଲବା ବୋଲେ ପଶ୍ଚିମ କାଲେ ଏଇ ଅଞ୍ଚଳର ଲୋକମାନେ କେବେ ବି ତାଙ୍କର ଉଚିତ ସମ୍ମାନ ନାଇଁ ପାନ୍ ଆଉ ଯେହେତୁ ମୋର ସାଙ୍ଗେ ଅନ୍ୟାୟ କରିଛନ୍ ଆଉ ମୋର ସ୍ୱାଭିମାନକେ କ୍ଷତି ପହଞ୍ଚାଇଛନ୍ ମୁଇଁ ବି ଗୋଟେ ଜନତା ପ୍ରତିନିଧି ଆଉ କଳାହାଣ୍ଡି ଉତ୍ସବରେ ଯଦି ଜନତା ପ୍ରତିନିଧିର ସମ୍ମାନ ନାଇଁ ନା ତ କଳାହାଣ୍ଡିଆ ମାନଙ୍କର ସମ୍ମାନ ରଖିପାରବେ କି ଜିଲ୍ଲା ପ୍ରଶାସନ ଯଦି ଡରିକି ନାହିଁ ସବୁ ଜାଗାରେ ଖାଲି ଅରେଞ୍ଜ ବେଲୁନ ଯଦି ଲଗେଇଦେବେ ଇନେ କାଣା କଳାହାଣ୍ଡିଆ ମାନଙ୍କର ସମ୍ମାନ ରହିବ ମୁଇଁ ସମସ୍ତଙ୍କ ସାଙ୍ଗେ ଆଲୋଚନା ବି କରିଥିଲି ମୁଇଁ ଆମେ କାଁ ଯେ ଚାହିଁଛୁ ଯେ ଆମର ଲୋକ କମିଟିରେ ରହୁ ଆମର ଲୋକ ଚେୟାରମ୍ୟାନ ଭାଇସ୍ ଚେୟାରମ୍ୟାନ ରହୁ ଯେହେତୁ ଯେନ୍ ଦିଶା ଦେଖେବାର କଥା ଯେନ୍ ମାର୍ଗଦର୍ଶନ ଦରକାର ବର୍ତ୍ତମାନ ଯୁବ ସମାଜକେ ଏବଂ କଳାହାଣ୍ଡିଆ ମାନଙ୍କର ସାଙ୍ଗେ ତାଙ୍କର ଉଚିତ ମାନ ସମ୍ମାନ କେନ୍ତା ରହିବା ତାର ଲାଗି ଆମେ ଏ ନିଷ୍ପତ୍ତି ନେଇଥିଲୁ ଯେ କଳାହାଣ୍ଡି ଉତ୍ସବ କଳାହାଣ୍ଡିଆ ଭାଷାରେ ରହିବାର କଥା ତାର ସାଙ୍ଗେ ଯେତିକି ସେନେ ଟ୍ୟାଲେଣ୍ଟ ଆସିବେ କି ଗେଷ୍ଟ ଆସିବେ କି ପରଫର୍ମର ଆସିବେ ସମସ୍ତେ ପଶ୍ଚିମ ଓଡ଼ିଶାର ପରଫର୍ମର ରହିବାର କଥା এই জিনিস মানে ଆମେ ଉଠେଇ ପାରିଥିଲୁ ବର୍ତ୍ତମାନ ଏଇଟା ହାଇଜାକ୍ ହେଇଯାଇଛି ଗୋଟେ ଷ୍ଟେଟ ଗଭର୍ଣ୍ଣମେଣ୍ଟର ପ୍ରୋଗ୍ରାମ ହେଇଯାଇଛି ଇଟ୍ ଇଜ ନୋ ମୋର କଳାହାଣ୍ଡି ଉତ୍ସବ